ଆମର ଆଜି ଆରଗାଣ୍ଡା ବାର୍ଡ ହିଲ୍ରେ 1000 ଗଛ ବର୍ତ୍ତମାନ ପାଇଁ ଲଗାଯାଇଛି। ଏ ଜାଗାରେ 16,000 ଗଛ ଲଗାଯିବ। କଣ କଣ କ୍ୟାଟେଗୋରୀ ଲଗାଯିବ? ଏଠି ଲଗାହେଇଛି ଅଁଳା, କାଜୁ, ଆଉ ପେସ୍ତା ବାଦାମ, ତେନ୍ତୁଲି, ସୀତାଫଳ, ତାପରେ ଗମ୍ଭାରୀ, ବଡ଼ ଚାଖୁଣ୍ଡା, এই ପ୍ରକାର ଗଛ ସବୁ ଲଗାଯାଇଛି। ସାର୍ ଲୋକଙ୍କୁ କ'ଣ ସଚେତନ ଦେବେ ସାର୍? ଲୋକଙ୍କୁ ସଚେତନ ଦିଆଯାଉଛି ଯେ ଏ ଗଛ ଲଗେଇଲେ ରହିଲେ ଆର ଫଳ ଫଳିଲେ ତମମାନେ ନେଇକି ତମର ନିତ୍ୟ ବ୍ୟବହାର କାର୍ଯ୍ୟ କରିବ। କାଜୁ ଫଳିଲେ ବି ସେମାନେ ତା ଦେହରୁ NTF ପାଇବେ। ଆଉ ତାପରେ ଯେଉଁ ଆମର ଲଗାହେଉଛି ପେସ୍ତା କାଠବାଦାମରୁ ତେଲ ହେବ। ତେନ୍ତୁଲିରୁ ତାଙ୍କେ ଘର ପରିବାର ମେଣ୍ଟେନ କରିପାରିବେ। ଆଉ କାଜୁ ବିକିକି ତାଙ୍କର ବି ଘର ଚଳେଇ ପାରିବେ। ଏଇଥିରେ ତାଙ୍କୁ ସଚେତନତା କରାଯାଉଛି। ଯେହେତୁ ଜଙ୍ଗଲରେ ସେମାନେ ଆଉ ପୋଡୁ ଚାଷ କରନ୍ତୁ ନାହିଁ କି ନିଆଁ ଲଗାନ୍ତୁ ନାହିଁ। ଆଉ ଏଇ ଜଙ୍ଗଲକୁ ଏ ଜଙ୍ଗଲ ହେଉଛି ତାଙ୍କର। ଏଇ ଜଙ୍ଗଲକୁ ସେମାନେ ଜଗା ରଖା କରି ତା ଦେହରୁ ଯାହା ଇନକମ୍ ହେଉଛି ସେମାନେ ନେଇକି ତାଙ୍କର ପରିବାର ପୋଷଣ କରିବା ପାଇଁକି ଆମର କୁହାଯାଉଛି। ଆଜି ଆମେ ଯୋଉଠି ଠିଆ ହେଇଛୁ ଆରାଗାଣ୍ଡା ଗାଁ, এটা ପ୍ରଧାନତଃ ଏକ ଗାଁ ଯୋଉଠିକି ଲୋକଙ୍କର ଫରେଷ୍ଟ ରାଇଟ୍ ଉପରେ ଦାବି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏବଂ ଏହି ପ୍ରକ୍ରିୟାକୁ ଯେତେବେଳେ ଆମେ ଦାବି ଆରମ୍ଭ କରୁଛୁ ସେ ସମୟରେ ଲୋକଙ୍କର ସବୁବେଳେ ମାନେ ଆଦିବାସୀ ପ୍ରତି ଗୋଟେ ବିରୋଧ ମନୋଭାବ ଯେ ଜଙ୍ଗଲ ନଷ୍ଟ କରନ୍ତି। ତେଣୁ ଆମେ ପ୍ରଧାନ ତରଫରୁ ମୁଖ୍ୟତଃ ସିଟବଲଟା ତିଆରି କରିଛୁ। আর আজি যে 75 ବର୍ଷ ବନ ମହୋତ୍ସବ ଅବସରରେ ଜଙ୍ଗଲ ବିଭାଗ ସହିତ ଆମେ ମଧ୍ୟ ସିଟବଲର ମାନେ ଫିଙ୍ଗିବାର ଆରମ୍ଭ କରାଯାଇଛି। ଆଜି এই যে କାର୍ଯ୍ୟକ୍ରମରେ 16 একর ପରିମିତ ଜାଗାରେ ବନ ବିଭାଗ ତରଫରୁ ଜଙ୍ଗଲ ରୋପଣ ସହିତ ଆମେ ସିଟବଲ ଲଗାଇ ସାରିଛୁ।